नमस्कार बंधु माने मो चैनल को आपण मानक बहुत बहुत स्वागत। बंधु माने एही संसार रे आमे सबु बेले शुणुछु दान करिबा एक बहुत पुण्य काम अटे। केही कहंती अन्नदान बड़, केही कहंती धन दान बड़, आउ केही कहंती वस्त्रदान बड़। किंतु आपण केबे भाबिछंती कि सबुठारु श्रेष्ठ दान कौन? आज मु आपणको गोटिए सुंदर कहानी कहिबी। ଏହି କାହାଣୀ ହେଉଛି ଗୋଟିଏ ନୀଳକଣ୍ଠ ପକ୍ଷୀ ଓ ତା'ର ସ୍ତ୍ରୀ ବିଷୟରେ। ଗୋଟିଏ ଦିନ ନୀଳକଣ୍ଠ ପକ୍ଷୀ ତା'ର ସ୍ତ୍ରୀକୁ ଗୋଟିଏ ପ୍ରଶ୍ନ ପଚାରିଲା, ପ୍ରିୟେ, ଏହି ଜଗତରେ ସବୁଠାରୁ ଶ୍ରେଷ୍ଠ ଦାନ କ'ଣ? ତା'ର ସ୍ତ୍ରୀ ସେଥିରେ ଏହି ଉତ୍ତର ଦେଇଥିଲା, ଯାହା ଆମ ଜୀବନକୁ ବଦଳାଇ ଦେଇପାରେ। ଏହି କାହାଣୀରେ ଅଛି ଗୋଟିଏ ବଡ଼ ବରଗଛ, ଦୁଇଟି ନୀଳକଣ୍ଠ ପକ୍ଷୀ ଓ ଗୋଟିଏ ଦୁଃଖିତ ଯାତ୍ରୀର କାହାଣୀ। ଏହି ଛୋଟ କାହାଣୀ ଆମକୁ ଶିଖାଏ ଜୀବନର ସତ୍ୟ ଦାନ କ'ଣ। ତେଣୁ ବନ୍ଧୁମାନେ, ଆସନ୍ତୁ ଆମେ ଏହି ଅଦ୍ଭୁତ ଓ ପ୍ରେରଣାଦାୟକ କାହାଣୀକୁ ଆରମ୍ଭ କରିବା। ବହୁ ବର୍ଷ ପୂର୍ବରୁ ଗୋଟିଏ ସୁନ୍ଦର ଜଙ୍ଗଲ ଥିଲା। ସେହି ଜଙ୍ଗଲ ମଧ୍ୟରେ ଗୋଟିଏ ବହୁତ ବଡ଼ ବରଗଛ ଥିଲା। ସେହି ବରଗଛ ଏତେ ବଡ଼ ଥିଲା ଯେ ଦୂରରୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଉଥିଲେ। ସେହି ଗଛ ଡାଳରେ ଦୁଇଟି ପକ୍ଷୀ ରହୁଥିଲେ। ଗୋଟିଏ ଥିଲେ ପତି, ଆଉ ଗୋଟିଏ ଥିଲା ତା'ର ସ୍ତ୍ରୀ। ସେମାନେ ଦୁଇଜଣ ଖୁସିରେ ସେହି ବରଗଛ ଉପରେ ଘର ତିଆରି କରି ରହୁଥିଲେ। ପ୍ରତିଦିନ ସକାଳେ ସେମାନେ ଉଡ଼ି ଯାଉଥିଲେ, ଖାଦ୍ୟ ଖୋଜୁଥିଲେ ଓ ସନ୍ଧ୍ୟାରେ ନିଜ ବସାକୁ ଫେରି ଆସୁଥିଲେ। ଗୋଟିଏ ଦିନ ସକାଳେ ନୀଳକଣ୍ଠ ପକ୍ଷୀ ଆକାଶକୁ ଉଡ଼ୁଥିଲା। ତଳେ ସେ ଦେଖିଲା କିଛି ଯାତ୍ରୀ ବରଗଛ ତଳେ ବସିଛନ୍ତି। ସେମାନେ ବହୁତ ଥକି ଯାଇଥିଲେ। ବରଗଛ ତାଙ୍କୁ ଛାଇ ଦେଇଥିଲା। ସେହି ଦୃଶ୍ୟ ଦେଖି ନୀଳକଣ୍ଠ ପକ୍ଷୀ ଭାବିଲା। ସେ ତା'ର ସ୍ତ୍ରୀକୁ ପଚାରିଲା, ପ୍ରିୟେ, ମୁଁ ଗୋଟିଏ କଥା ଭାବୁଛି, ଏହି ଜଗତରେ ସବୁଠାରୁ ଶ୍ରେଷ୍ଠ ଦାନ କ'ଣ? ସ୍ତ୍ରୀ ଉତ୍ତରରେ ହସି କହିଲେ, ତୁମେ ଆଜି ବହୁତ ଭଲ ପ୍ରଶ୍ନ ପଚାରିଛ। ଏହି ପ୍ରଶ୍ନର ଉତ୍ତର ଆମେ ଏହି ବରଗଛ ପାଖରୁ ହିଁ ଶିଖିପାରିବା। ବରଗଛ ସେମାନେ ଦୁଇଜଣ ଦିନଭରି ବରଗଛକୁ ଦେଖୁଥିଲେ। ଦିନଭରି କ'ଣ ହେଉଥିଲା? ଯାତ୍ରୀମାନେ ଆସି ଛାଇରେ ବସୁଥିଲେ, ପକ୍ଷୀମାନେ ଆସି ଘର ବନାଉଥିଲେ, ପଶୁମାନେ ଆସି ବିଶ୍ରାମ କରୁଥିଲେ। ବରଗଛ ସମସ୍ତଙ୍କୁ ସାହାଯ୍ୟ କରୁଥିଲା। କିନ୍ତୁ ବରଗଛ କେବେ କିଛି ମାଗୁନଥିଲା। ସେହିଦିନ ନୀଳକଣ୍ଠ ପକ୍ଷୀ ତା'ର ସ୍ତ୍ରୀର କଥା ଶୁଣି ଚିନ୍ତାରେ ପଡ଼ିଗଲା। ସେ ଭାବିଲା, ସତ୍ୟରେ ଏହି ବରଗଛ କେତେ ମହାନ। ସେ ସମସ୍ତଙ୍କୁ ଦେଉଛି, କିନ୍ତୁ କେବେ ତା ପ୍ରତିବଦଳରେ କିଛି ମାଗୁନାହିଁ। ପରବର୍ତ୍ତୀ ଦିନ ସକାଳେ ନୀଳକଣ୍ଠ ପକ୍ଷୀ ଜଙ୍ଗଲ ମଧ୍ୟରେ ଉଡ଼ୁଥିଲା। ସେ ଦେଖିଲା ଯେ କିଛି ଛୋଟ ଛୋଟ ପକ୍ଷୀ ଭୋକିଲା ଥିଲେ। ସେତେବେଳେ ସେ ନିଜ ଖାଦ୍ୟର କିଛି ଅଂଶ ସେମାନଙ୍କୁ ଦେଇଥିଲା। ସେହି ଛୋଟ ପକ୍ଷୀମାନେ ବହୁତ ଖୁସି ହେଲେ। ସେତେବେଳେ ନୀଳକଣ୍ଠ ପକ୍ଷୀ ବୁଝିଲା ଯେ ଦାନ କଲେ ମନରେ ଅଦ୍ଭୁତ ଶାନ୍ତି ମିଳେ। ଗୋଟିଏ ଦିନ ଗୋଟିଏ ଦୁଃଖିତ ଯାତ୍ରୀ ଆସିଲା। ସେ ବହୁତ ଥକି ଯାଇଥିଲା। ସେ ବରଗଛ ତଳେ ବସି ଆଖି ବନ୍ଦ କରି ନିଜର କ୍ଳାନ୍ତ ମେଣ୍ଟାଇଥିଲା। ସେତେବେଳେ ନୀଳକଣ୍ଠ ପକ୍ଷୀ ମିଠା ସ୍ୱରରେ ଗାଇବାକୁ ଲାଗିଲା। ସେହି ସ୍ୱର ଶୁଣି ଯାତ୍ରୀର ମନ ଶାନ୍ତି ହେଲା। ସେ କହିଲା, ଏ ଗଛ ମୋତେ ଛାଇ ଦେଲା, ଏ ପକ୍ଷୀ ମୋତେ ଖୁସି ଦେଲା। ସେତେବେଳେ ନୀଳକଣ୍ଠ ପକ୍ଷୀର ସ୍ତ୍ରୀ କହିଲା, ଦେଖ, ଆମେ ତାକୁ ଧନ ଦେଇନାହିଁ, କିନ୍ତୁ ଆମେ ତାକୁ ଶାନ୍ତି ଦେଇପାରିଲେ ସେ ହେଉଛି ସବୁଠାରୁ ବଡ଼ ଦାନ। ବନ୍ଧୁମାନେ, ଏହି କାହାଣୀ ଆମକୁ ଶିଖାଏ ଦାନ ମାନେ କେବଳ ଯେ ଧନ ନୁହେଁ, ଭୋକିଲାକୁ ଖାଦ୍ୟ ଦେବା, ଦୁଃଖିତକୁ ସାନ୍ତ୍ୱନା ଦେବା, ଅଜ୍ଞାନକୁ ଜ୍ଞାନ ଦେବା, ଏହିସବୁ ହେଉଛି ମହାନ ଦାନ। ସେହିଦିନ ସୂର୍ଯ୍ୟ ଧୀରେ ଧୀରେ ଅସ୍ତ ହେଉଥିଲା। ଆକାଶ ଲାଲ ରଙ୍ଗରେ ଭରି ଯାଇଥିଲା। ନୀଳକଣ୍ଠ ପକ୍ଷୀ ଓ ତା'ର ସ୍ତ୍ରୀ ବରଗଛ ଡାଳରେ ବସି ରହିଥିଲେ। ନୀଳକଣ୍ଠ ପକ୍ଷୀ ହସି କହିଲା, ଆଜି ମୁଁ ବୁଝିଲି, ସବୁଠାରୁ ଶ୍ରେଷ୍ଠ ଦାନ ହେଉଛି ନିଷ୍କାମ ସେବା। ସେହିଦିନ ନୀଳକଣ୍ଠ ପକ୍ଷୀ ବୁଝିଲା, ସବୁଠାରୁ ଶ୍ରେଷ୍ଠ ଦାନ ହେଉଛି ନିଷ୍କାମ ସେବା ଓ ଅନ୍ୟଙ୍କୁ ଖୁସି ଦେବା। ବରଗଛ ପରି ଆମେ ଅନ୍ୟଙ୍କୁ ସାହାଯ୍ୟ କରିବା। ନୀଳକଣ୍ଠ ପକ୍ଷୀ ପରି ଆମେ ଖୁସି ବାଣ୍ଟିବା। ବନ୍ଧୁମାନେ, ଏହି କାହାଣୀ ଆମକୁ ଗୋଟିଏ ବଡ଼ ଶିକ୍ଷା ଦେଇଥାଏ। ଦାନ ମାନେ ଯେ କେବଳ ଧନ ବା ଜିନିଷ ଦେବା ନୁହେଁ, କେବେ କେବେ ଗୋଟିଏ ଭଲ କଥା
ଗୋଟିଏ ସାନ୍ତ୍ୱନା, ଗୋଟିଏ ସାହାଯ୍ୟର ହାତ ମଧ୍ୟ ସବୁଠାରୁ ବଡ଼ ଦାନ ହୋଇପାରେ। ବରଗଛ ପରି ଆମେ ଅନ୍ୟମାନଙ୍କୁ ଛାଇ ଦେଇବା ଶିଖିବା। ନୀଳକଣ୍ଠ ପକ୍ଷୀ ପରି ଆମେ ଅନ୍ୟମାନଙ୍କୁ ଖୁସି ଦେବା ଶିଖିବା। ସେଥିପାଇଁ ମନେ ରଖନ୍ତୁ, ସବୁଠାରୁ ଶ୍ରେଷ୍ଠ ଦାନ ହେଉଛି ନିଷ୍କାମ ସେବା ଓ ଅନ୍ୟକୁ ଖୁସି ଦେବା। ଯଦି ଏହି କାହାଣୀ ଆପଣଙ୍କୁ ଭଲ ଲାଗିଥାଏ ତେବେ ଭିଡ଼ିଓକୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ।